लोकायुक्त अध्यक्ष जी थे अजय सिंह कार्यकाल सरीगला कि बर्तमान सुधा नियुक्ति होनी मालमाल केस पेंडिंग हो रही आलोक हो पारे कौन कहे सारे संक्रांत এটা তো গোটে আইনগত ব্যবস্থা ଏହା ତୁରନ୍ତ ଏ ପୋଷ୍ଟ ଫିଲ୍ଅପ୍ ହେବା ଦରକାର। এটা ରାଜ୍ୟର ସାମଗ୍ରିକ ସ୍ୱାର୍ଥ ବାବଦରେ ହିଁ କଥା, ତେଣୁ এটা ତୁରନ୍ତ ସରକାର କରିବା ଉଚିତ ଆଉ ବିଳମ୍ବ ନ କରିକି। ଏଥିରେ ଦଳୀୟ ଥଇଥାନ এটা ଗୋଟେ ଆଇନଗତ ବ୍ୟବସ୍ଥା। ଟ୍ରାନ୍ସପାରେନ୍ସି ରଖିବା ପାଇଁ ଯେଉଁ ସ୍ୱଚ୍ଛତା ରଖିବା ପାଇଁ ଶାସନ ବ୍ୟବସ୍ଥାରେ এটা ରାଜନୈତିକ ଉଦ୍ଦେଶ୍ୟରେ ନୁହେଁ। এইটা গোটে ব্যবস্থা আইনগত ব্যবস্থা যে কি স্বচ্ছতা বেশি রহব, শাসন ব্যবস্থার স্বচ্ছতা বেশি রহব, এই ভাবে করা যাইছে। এটা দলীয় ভিত্তি কথা নাই। আপনার জানতে 2020 মସିହାରେ ଓଡ଼ିଶା ବିଶ୍ୱବିଦ୍ୟାଳୟ ଗୋଟେ ବିଲ୍ ଆସିଥିଲା ଏବଂ ପରବର୍ତ୍ତୀ ପର୍ଯ୍ୟାୟରେ ବିରୋଧ ହୋଇଥିଲା ଆଉ ପାରିତ ମଧ୍ୟ ହୋଇଥିଲା। ଓଡ଼ିଶା ବିଶ୍ୱବିଦ୍ୟାଳୟ କେମିତି ବିଶ୍ୱବିଦ୍ୟାଳୟର କାର୍ଯ୍ୟକ୍ରମ ହେବ, ଯାହାକୁ ଏବେ ନୂଆ ସରକାର ସେ ବିଶ୍ୱବିଦ୍ୟାଳୟ ବିଲ୍ଟିକୁ ପ୍ରତ୍ୟାହାର କରିନେବା ପାଇଁ ଚିନ୍ତା କରୁଛନ୍ତି। ଇଏ ପ୍ରକୃତରେ ଠିକ୍ ହେବ ନା ଭୁଲ ହେବ? ବିଲ୍ ଆସିଲେ କୁହା ବୁଝାଯିବ ସେ ବିଷୟରେ କ'ଣ କେଉଁ ଉଦ୍ଦେଶ୍ୟରେ ପ୍ରତ୍ୟାହାର କରିନେବେ। ଯଦି ସେଭଳି ଲକ୍ଷ୍ୟ ଥାଏ ତ ଠିକ୍ ନୁହେଁ କୁହାଯିବ। ଡେଫିନେଟଲି ଓଡ଼ିଆର ଅସ୍ମିତା କଥା କୁହାଯାଉଛି। ଓଡ଼ିଆ ବିଶ୍ୱବିଦ୍ୟାଳୟ, ଓଡ଼ିଆ ଭାଷା ଯେଉଁ ମାନ୍ୟତା, ଶାସ୍ତ୍ରୀୟ ମାନ୍ୟତା ଆଗକୁ ଆମେ ବି କ୍ଲେମ୍ କରୁଛେ ସମସ୍ତେ, ତେଣୁ ଭାଷାଗତ ଭାବରେ ୟାକୁ ପ୍ରତ୍ୟାହାର କରିବା ଭୁଲ ହେଇଯିବ ବୋଲି ମୁଁ କହୁଛି। ନୂଆ ସରକାର କହୁଛନ୍ତି କୁଳପତି ମାନଙ୍କର ଅଧିକାର କ୍ଷୁଣ୍ଣ ହେଉଥିଲା। ଯେଉଁ ଓଡ଼ିଶା ବିଶ୍ୱବିଦ୍ୟାଳୟ ବିଲ୍ ଯେଉଁ 2020ରେ ପାରିତ ହୋଇଥିଲା, ଗେଜେଟ୍ ନୋଟିଫିକେସନ ହେଇଥିଲା, ଯେ କୁଳପତିଙ୍କର ଅଧିକାରକୁ କ୍ଷୁଣ୍ଣ ହେଉଥିଲା, ତେଣୁ ଏ ବିଲ୍ଟି ପ୍ରତ୍ୟାହାର ହେବା ଦରକାର। ନାଇଁ, ଯେଉଁ ଭାବରେ ୟାକୁ ତର୍ଜମା ହଉ, ୟାକୁ ଯଦି କହୁଛନ୍ତି ଯେ କୁଳପତିଙ୍କ ଅଧିକାର କ୍ଷୁଣ୍ଣ ହେଉଛି, ତାହେଲେ ଏହା ତର୍ଜମା ହେବା ଉଚିତ ନିହାତି, ତାପରେ କୁହାଯିବ ଡେଫିନେଟଲି ଏ ବିଷୟରେ।